ଶୀତୁଆ ସକାଳର ସୂର୍ଯ୍ୟକିରଣ ଦେହକୁ ଭାରି ହାଲୁକା ଲାଗୁଥିଲା ସିନା, ହେଲେ ମନ ଭାରି ଭାରି ଲାଗୁଥିଲା। ସକାଳୁ ବୁଲାବୁଲି ସାରି ମହେଶ ବାବୁ ବାଲକନିରେ ଠିଆ ହୋଇ କ'ଣ ଗୋଟେ ଭାବୁଥିଲେ। ସେତିକିବେଳେ ପେପରବାଲା ଡାକ ଛାଡ଼ିଲା, ପେପର ପେପର, ବାବୁ ପେପର ନେବ? ପୁଣି ଥରେ ମହେଶ ବାବୁକୁ ପାହାଚ ଓହ୍ଲାଇ ଆସିବାକୁ ପଡ଼ିଲା। ଓହୋ, ଥକି ପଡ଼ିଲେଣି। କୁଆଡ଼େ ଗଲରି ନା? ସକାଳୁ ଏତେ ଗୁଡ଼ା କାମ କରିସାରିଲିଣି, ହେଲେ ତମର କ'ଣ ନିଦ ଭାଙ୍ଗିନି ଏପର୍ଯ୍ୟନ୍ତ? ନାଇଁ, ମାନେ କ'ଣ କି, ଅଣ୍ଟାଟା ଭାରି ଦରଜ ହେଉଛି। କାଲି ନାତିର ଜନ୍ମଦିନ ପାଇଁ ଥକି ପଡ଼ିଲି। ଏକା ଲୋକ, ଏତେ ଗୁଡ଼ାଏ କାମ, ସେଇଥିପାଇଁ ମୁଁ ମନା କରୁଥିଲି। ହେଲେ ତମର ତ ଏକା ଜିଦ୍, ନାତିର ଜନ୍ମଦିନ ପାଳିବ। କ'ଣ ସୁଖ ପାଇଲ କହିଲ ମୋତେ? ଏତେ ପରିଶ୍ରମର ଫଳ କ'ଣ ମିଳିଲା? ପୁଅ ବୋହୂ କେଇ ଥରେ ହେଲେ ଆସୁଛନ୍ତି ନା ତମକୁ ତାଙ୍କ ପୁଅର ଜନ୍ମଦିନ ପାଳିବାକୁ କହୁଛନ୍ତି? ନ ଆସିଲେ ନାହିଁ, ଫୋନ୍ କରି ଥରେ ଅଧେ ପଚାରୁଛନ୍ତି। ଆଉ ତମେ ଖାଲି ପୁଅ ବୋହୂ ନାତି ହୋଇ ଅଧା ଜୀବନ ବିତେଇ ସାରିଲଣି। ଆଜିକୁ 5 ବର୍ଷ ହେଲା, ଥରେ ଆସିବାର ନାଁ ମଧ୍ୟ ଧରୁନାହାନ୍ତି। ନାତିକୁ ଥରେ ଛୁଇଁ ଦେଖିଛ ନା ତାକୁ କୋଳରେ ଗେଲ କରିଛ? ଖାଲି ତାର ଜନ୍ମଦିନ ପାଳନ କରୁଛ। ଆଉ ଝିଅ ମଧ୍ୟ ବାହା ହେବାର 2 ବର୍ଷ ହେଲାଣି, ହେଲେ ବାଟ ବହୁତ ଦୂର ବୋଲି ଜଇଁ ଆସିବାର ନାମ ମଧ୍ୟ ଧରୁନାହାନ୍ତି। ବୁଢ଼ାବୁଢ଼ୀ ଦୁଇଟା ଆମେ ଏହି ଶୂନ୍ୟ ଗଣାରେ ଫମ୍ପା ମାଠିଆ ଭଳି ପଡ଼ି ରହିଛୁ। ଖାଲି ଆଶା ଆଉ ଭରସା ନେଇ ବଞ୍ଚିବା କଥା। ଦିନ ରାତି ଜୀଇଁବା ମରିବା ସବୁ ଆମ ପାଇଁ ସମାନ ହୋଇଯାଇଛି। ତାପରେ ମହେଶ ବାବୁ ଟିକେ ବିରକ୍ତ ଭାବ ପ୍ରକାଶ କରି କହିଲେ, ଥାଉ ରୀନା, ଥାଉ, ଏସବୁ ଆଉ ଆଗକୁ କୁହନି। ଛାତି ଭିତରଟା ମୋର ଫାଟି ପଡ଼ୁଛି। ଖାଲି ଯନ୍ତ୍ରଣା ଆଉ ଯନ୍ତ୍ରଣା। ମନେ ଅଛି ରୀନା, ଏହି ସୁନସାନ ଅଗଣା ଦିନେ ଭରି ଉଠୁଥିଲା ସକାଳୁ ସକାଳୁ ଝିଅର ପାଉଁଜି ଶବ୍ଦ ଆଉ ପୁଅର ବାପା ବୋହୂ ଡାକରେ। ମନ କେତେ ପ୍ରଫୁଲ୍ଲ ଲାଗୁଥିଲା। ପ୍ରଥମ କରି ଝିଅ ଯେଉଁଦିନ ତମ କୋଳକୁ ଆସିଥିଲା, ମନେ ଅଛି ତମର ସେଇ ଅନୁଭୂତି? ହଁ, ଭୁଲିଯିବି ବା କେମିତି? ଆମକୁ ଲାଗୁଥିଲା ସତେ ଯେମିତି ଦୁନିଆର ସବୁ ଖୁସି ଆମ ପାଖରେ ଅଜାଡ଼ି ହୋଇ ପଡ଼ିଥିଲା। ଆଉ ସେହି ମୁହୂର୍ତ୍ତ ଅମୃତର ଧାରା ସଦୃଶ ଥିଲା। କେତେ ଖୁସିରେ ତୁମେ ପାଉଁଜି ହଳ ତା ପାଇଁ ଆଣି ଦେଇଥିଲ। ଆଉ ମୋତେ ବହୁତ ହସ ଲାଗିଥିଲା। ଝିଅ ମୋର ଚାଲି ଶିଖିନଥିଲା, ଅଥଚ ପାଉଁଜି ହଳ କ'ଣ ହେବ? ଆଉ ତୁମ ଜବାବ ଥିଲା, ମୋ ଝିଅ ଯେବେ ଚାଲିବ ଏହି ପାଉଁଜି ପିନ୍ଧିବ। ଆଜି ବି ମୁଁ ସେଇ ତୁମ ଝିଅର ପ୍ରଥମ ପାଉଁଜି ହଳକୁ ସାଇତି ରଖିଛି। ନିଅ ଦେଖ। ମନ ଭରି ଛାତିରେ ଯାଙ୍କି ଧରି ଲୁହଗୁଡ଼ିକ ବନ୍ୟା ପରି ଭାସି ଯାଉଥିଲା ମହେଶ ବାବୁଙ୍କ। ଏମିତି ଘରେ ଝିଅ ମୋର ବାହା ହୋଇଗଲା ଯେ ତା ଶାଶୁଘର ଲୋକ ଆମକୁ ଦେଖିବାକୁ ମଧ୍ୟ ଛାଡ଼ିଲେ ନାହିଁ। ଅନେକ ଥର ଅନୁଭୂତି କଲି, ଫୋନ୍ କଲି, ତା ଶାଶୁଙ୍କୁ ଗୁହାରି କଲି, ହେଲେ ଝିଅକୁ ମୋର ଛାଡ଼ିଲେ ନାହିଁ। ଆଉ ପୁଅ କଥା କ'ଣ କହିବି ବା? ସେ ଦିନର ସେହି ରାତି ମୋ ପାଇଁ ଗୋଟେ ଅଦୃଶ୍ୟମୟ ସାଜିଥିଲା। ପୁଅ ଜନ୍ମ ହେବା ପରେ ତା ଅବସ୍ଥା ଥିଲା ଶୋଚନୀୟ। ଡାକ୍ତରମାନେ ଅନେକ କିଛି କହିଲେ, ଚିକିତ୍ସା ଏଠି ହୋଇପାରିବ ନାହିଁ ବୋଲି କହିଲେ। ମୋ ମନ ସେତେବେଳେ କ'ଣ ହେଉଥିଲା ମୁଁ କଥାରେ ବ୍ୟକ୍ତ କରିପାରିବି ନାହିଁ। ଆଖିରୁ ଧାର ଧାର ଲୁହ ବୋହି ପଡ଼ୁଥିଲା। ଡାକ୍ତରମାନେ ତାକୁ ଦୂର ଜାଗାକୁ ଚିକିତ୍ସା ପାଇଁ ପଠାଇଦେଲେ। ଆଉ ରୀନା ଜାଣିଛ ସେତେବେଳେ ମୋ ଅବସ୍ଥା କେମିତି ଥିଲା? ତୁମକୁ ଗୋଟିଏ ଜାଗାରେ ଛାଡ଼ି ଆଉ ପୁଅକୁ ନେଇ ଆଗ ଗୋଟେ ଜାଗାକୁ ଯିବାକୁ ପଡ଼ିଲା। ହେଲେ ମୁଁ ବା କ'ଣ କରିପାରିବି? ସବୁ ସେଇ ଭଗବାନଙ୍କ ଇଚ୍ଛା। ତାଙ୍କ ଇଚ୍ଛା ବିରୁଦ୍ଧରେ କେବେ କେହି କିଛି କରିବ ନା କରିପାରିବ? ତାଙ୍କୁ ମୁଣ୍ଡିଆ ମାରି ତାଙ୍କ ଭରସାରେ ପୁଅକୁ ନେଇ ଚାଲିଗଲି। ଆଉ ଭଲ କରି ମଧ୍ୟ ନେଇ ଆସିଲି। ହଁ ମହେଶ, ସେ ସବୁ କଥା
ଭାବିଲା ବେଳକୁ ମୋ ହୃଦୟ ଫାଟି ପଡ଼େ। ଆଉ ତା ପରର କଷ୍ଟ ମୋର ଥିଲା। ଘରେ 5 ଦିନ ରହିଲା ପରେ ପୁଣି ଆଉ ଥରେ ଦେହ ଖରାପ ହେଇଗଲା। ହେଲେ ଭଗବାନଙ୍କ ଦୟାରୁ ମୁଁ ମଧ୍ୟ ଭଲ ହେଇଗଲି। ସେଇ ସାଇବାବାଙ୍କ କୃପା ଥିଲା ବୋଲି ମୋର ବିଶ୍ୱାସ। ଆଜି ସେଇ ପୁଅ ଆମକୁ ଛାଡ଼ି କେମିତି ରହିଛି ମୁଁ ଜାଣିପାରୁନି। ମା ବାପାଙ୍କର କଷ୍ଟ ଆଉ ସ୍ନେହ କ'ଣ ସେ ବୁଝିପାରୁନାହିଁ? ଆଜି ଏଇ ଅଗଣାରେ ଗୋଲାପ ଫୁଲ ସବୁ ଫୁଟି ମଧ୍ୟ ଝାଉଁଳା ଲାଗୁଛି। ଛାଡ଼ ସେସବୁ କଥା, ଆଉ ଭାବି କିଛି ଲାଭ ନାହିଁ। ପୁଅ ଭଲରେ ଥିଲେ ଆମର ଭଲ। ଦେଖାଯାଉ ଭଗବାନଙ୍କ କ'ଣ ଇଚ୍ଛା। ଉଠି ପଡ଼ ରିନା, ବଞ୍ଚି ରହିଛୁ ମାନେ ଖାଇବା ପିଇବାକୁ ତ ପଡ଼ିବ। ଯାଅ ଟିକେ ଚା କରି ଆଣ ମୋ ପାଇଁ। ସକାଳୁ ସକାଳୁ ଚା ନ ପିଇଲେ ମନଟା ଜମା ଫୁର୍ତ୍ତି ଲାଗେ ନାହିଁ। ଚା ପିଆ ସରିଲେ ପୁଣି ଅନେକ କାମ ଅଛି। ଚା କପ୍ ତଳେ ରଖିଦେଇ ମହେଶ ବାବୁ ଗଛ ମୂଳରୁ ଘାସ ବାଛିଲେ। ତାପରେ ଖଲା ତାଡ଼ା କରି ଅନାବନା ଗଛ ସବୁ ପୋତିଲେ। ଏମିତି ନିତିଦିନ ବାଡ଼ିରେ ତାଙ୍କର ଘଣ୍ଟା ଘଣ୍ଟା ସମୟ କଟି ଯାଉଥିଲା। ଦେଖୁ ଦେଖୁ ସମୟ ଘଡ଼ିରେ 12:30 ବାଜିଗଲାଣି। ଶ୍ରୀମତୀ ସେପଟୁ ଡାକ ଛାଡ଼ୁଥିଲେ, ହଇ ହୋ, ଆଜି କ'ଣ ଗାଧୁଆ ପାଧୁଆ ଖିଆପିଆ କିଛି ହେବ ନାହିଁ କି? ଯାଉଛି ବାବା ଯାଉଛି, ଆଉ 2-4ଟା ଗଛ ପୋତି ଦେଇ ଯାଉଛି। ଠିକ୍ ସେତିକି ବେଳେ ଘରର ରିଙ୍ଗ୍ ବେଲ୍ ବାଜି ଉଠିଲା। ଶ୍ରୀମତୀ ଡାକ ଛାଡ଼ିଲେ, ତରକାରୀ ପରା ପଡ଼ିଯାଉଛି, ଦେଖ ଦେଖ କିଏ ଆସିଥିବ। ମହେଶ ବାବୁ କାଦ ମାଟି ମିଶା ହାତରେ ଦରଜା ଖୋଲିବାକୁ ଚାଲିଗଲେ। ହଠାତ୍ ଖୋଲି ଦେଖନ୍ତି ତ ତାଙ୍କ ସାମ୍ନାରେ ପୁଅ ବୋହୂ ନାତି ନାତୁଣୀ ଝିଅ ଜଇଁ ସମସ୍ତେ ଛିଡ଼ା ହୋଇଛନ୍ତି। ସତେ ଯେମିତି ତାଙ୍କ ପାଦ ତଳୁ ମାଟି ଖସି ପଡ଼ିଲା। କିଛି କହିବା ଶୁଣିବା ପାଇଁ ତାଙ୍କର ହୋସ୍ ନଥିଲା। ସେ କିଛି କହିବା ପୂର୍ବରୁ ପୁଅ ତାର ବୟାନ ଦେଇ ଚାଲିଗଲା। ବାପା, ମୋର ବୁଝାବଣା ଭୁଲ ଥିଲା, ମୋତେ କ୍ଷମା କରିଦେବ ବାପା। ଭାବିଥିଲି ବିଦେଶରେ ସେଟେଲ୍ ହେବା ପାଇଁ, କାହିଁକି କେଜାଣି ମନ ମୋର ବୁଝିଲାନି। ସେଇଥିପାଇଁ ଚାକିରି ଛାଡ଼ି ଚାଲି ଆସିବା ପାଇଁ ନିଷ୍ପତ୍ତି ନେଲି। ଆଉ ସେଠାରୁ ସିଧା ଅପା ଘରକୁ ଯାଇ ଅପା ଆଉ ଭାଇଙ୍କୁ ସାଙ୍ଗରେ ନେଇ ଆସିଲି। ବୋଉ କାହିଁ ବାପା? ତା ପଣତରେ ଥଇ ହେଇ ମୁଁ ପୋଛିବାକୁ ବହୁତ ଇଚ୍ଛା ହେଉଛି ବାପା। ଦୀର୍ଘ 5 ବର୍ଷ ହେଲାଣି ତାଙ୍କୁ ମୁଁ ଦେଖି ନାହିଁ। ଯା ଦେଖ, ରୋଷେଇ ଘରେ ଥିବ। ଆଗରୁ ଖବର ଦେଇଥିଲେ ଖୁସି ହେଇ କେତେ କ'ଣ କରି ତିଆରି କରିଥାନ୍ତା। ପୁଅକୁ ପାଖରେ ପାଇ ଧରି ରିନା ଖାଲି ଖୁସିରେ ଫାଟି ପଡ଼ୁଥିଲେ। ତା ସହିତ ଝିଅକୁ ଦେଖି ମଧ୍ୟ ସେ ବିଶ୍ୱାସ କରିପାରୁନଥିଲେ। ଏକାବେଳେ ଭଗବାନ ଏତେ ଖୁସି ପତି ଦେବା ବୋଲି ତାଙ୍କର ବିଶ୍ୱାସ ନଥିଲା। ମହେଶ ବାବୁ ପାଖକୁ ଆସି କହିଲେ, ଦେଖ ରିନା, ଦେଖ, ଅଗଣାର ଗୋଲାପ ଫୁଲ ଗୁଡ଼ିକ ଆଜି କେମିତି ସତେଜ ଲାଗୁଛି। ମୋ ପରିଶ୍ରମ କେବେ ବୃଥା ଯିବନି। ଏହି କାହାଣୀଟି ଆପଣଙ୍କୁ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ ଜଣାଇବେ ଏବଂ ଆମ ଚ୍ୟାନେଲକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲନ୍ତୁ ନାହିଁ। ଜୟ ଜଗନ୍ନାଥ।